ହେଲା ଶାନ୍ତିରେ ବସ, କିଛି ଟେନସନ ନାହିଁ ହେଲା, ସବୁବେଳେ ରିଲାକ୍ସ ଗହଣା ଦୋକାନରୁ ନଗଦ 5 ଲକ୍ଷ ଟଙ୍କା ଓ 300 ଗ୍ରାମ ସୁନା ଗହଣା ଲୁଟ୍। ଗହଣା ଦୋକାନ ଭିତରେ ପଶି ନଗଦ ଟଙ୍କା ଏବଂ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା କମରଦା ଥାନା ଅନ୍ତର୍ଗତ କମରଦା ବଜାରରେ ଥିବା ମାଳତୀ ଜୁଏଲର୍ସରୁ ହୋଇଛି ଲୁଟ୍। ସୂଚନା ଅନୁସାରେ ମାଳତୀ ଜୁଏଲର୍ସର ମାଲିକ ସବୁଦିନ ଭଳି ରାତିରେ ଦୋକାନ ବନ୍ଦ କରି ଦୋକାନରେ ଥିବା ଦାମୀ ଗହଣା ଓ ନଗଦ ଟଙ୍କା ନେଇ ଘରକୁ ଯାଇଥାନ୍ତି। ପରଦିନ ପୁଣି ସକାଳେ ଦୋକାନ ଖୋଲିବା ବେଳକୁ ଗହଣା ଓ ନଗଦ ଟଙ୍କା ସାଙ୍ଗରେ ଆଣି ବ୍ୟବସାୟ କରନ୍ତି। ଆଜି ସକାଳୁ ମଧ୍ୟ ସବୁଦିନ ଭଳି ଦୋକାନୀ ଜଣକ ଦୋକାନକୁ ଆସି ଗହଣା ଓ ଟଙ୍କା ବ୍ୟାଗଟିକୁ ଦୋକାନରେ ରଖି ପାଣି ଆଣିବାକୁ ବାହାରକୁ ଯାଇଥିଲେ। ଏହା ଦୋକାନୀଙ୍କର ନୀତିଦିନିଆ କାମ। ଦୋକାନୀ ଜଣକ ପାଣି ଆଣିବାକୁ ବାହାରକୁ ଯାଇଥିବା ବେଳେ ଟଙ୍କା ଏବଂ ଗହଣା ବ୍ୟାଗ ନେଇ ଦୁର୍ବୃତ୍ତ ଚମ୍ପଟ ମାରିଥିବା ଜଣାଯାଇଛି। ଲୁଟ୍ ବ୍ୟାଗ୍ରେ 5 ଲକ୍ଷ ନଗଦ ଟଙ୍କା ଏବଂ 300 ଗ୍ରାମରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଥିବା ଦୋକାନୀ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି। ବ୍ୟୁରୋ ରିପୋର୍ଟ, ଜନ ଅଧିକାର ଲାଇଭ୍।